ଯେକୌଣସି ପୂଜା ବ୍ରତ ଉପବାସ ଦିନରେ ବନେଇ ପାରିବେ। ଆଉ ଗୋଟେ ଗିନା ଖାଇଲେ ଦିନ ସାରା ଜମା ଭୋକ ଲାଗିବ ନାହିଁ। ପୁରା ଫ୍ରେଶ୍ ଆଉ ଏନର୍ଜେଟିକ୍ ଫିଲ୍ କରିବେ। ଶାଗୁ ମୁଗ ଦିଆ ଫଳ ଚକଟା। ଆଜିର ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତଳେ ଥିବା ବ୍ଲାକ୍ କଲର୍ ସବସ୍କ୍ରାଇବ୍ ବଟନରେ ପ୍ରେସ୍ କରି ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ। ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଆଜିର ଫଳ ଚକଟା ପାଇଁ ଆମକୁ ଗଜାମୁଗ ଦରକାର। 100 ଗ୍ରାମ କଞ୍ଚା ଗୋଟା ଗ୍ରୀନ୍ କଲର୍ ମୁଗକୁ 5-6 ଘଣ୍ଟା ମୁଁ ପାଣିରେ ବତୁରେଇ ଦେଇଥିଲି। ବତୁରି ଯିବା ପରେ ଗୋଟେ ଛାଙ୍କୁଣୀରେ ଛାଣି ରଖିଥିଲି। ତାପରେ ଗୋଟେ ସଫା କପଡ଼ାରେ ବାନ୍ଧି ରାତି ସାରା ରଖିଥିଲି। ସକାଳେ ଦେଖନ୍ତୁ ଆମର ଗଜାମୁଗ ରେଡ଼ି ହେଇଗଲା। କିନ୍ତୁ ଏତିକି ଗଜାମୁଗରୁ ଆମେ ଗୋଟେ ଗିନା ମୁଗ ବାହାର କରିନେବା। ଏଇ ଗୋଟେ ଗିନା ମୁଗରୁ ଆଜି ଆମେ ଫଳ ଚକଟା ବନେଇବା। ମୁଗ ସହିତ ଆମକୁ ଶାଗୁ ଦରକାର। ଏଠି ପାଖାପାଖି 50 ଗ୍ରାମ ଛୋଟ ଦାନା ବାଲା ଶାଗୁକୁ 4-5 ଘଣ୍ଟା ହେଲା ପାଣିରେ ମୁଁ ବତୁରେଇ ଦେଇଥିଲି। ଆପଣମାନେ ବଡ଼ ଦାନା ବାଲା ଶାଗୁ ବି ନେଇପାରିବେ। ଶାଗୁ ମୁଗ ରେଡ଼ି ହେଇଗଲା। ଶାଗୁ ମୁଗ ଛଡ଼ା ଆମକୁ କିଛି ଫଳ ଦରକାର। ଏଇଠି ଦେଖନ୍ତୁ ମୋ ପାଖରେ ଏଇସବୁ ଫଳ ଅଛି। ଏତିକି ଫଳରୁ ଅଳ୍ପ ଅଳ୍ପ ବ୍ୟବହାର କରିବି। ଆପଣମାନଙ୍କ ପାଖରେ ଯାହା ଫଳ ଥିବ ନେଇପାରିବେ, କିମ୍ବା ଆପଣମାନଙ୍କୁ ଯେଉଁ ଫଳ ପସନ୍ଦ ଏଇ ଫଳ ଚକଟାରେ ଦେଇପାରିବେ। ଏମିତି ନୁହେଁ କି ମୁଁ ଏଇସବୁ ଫଳ ନେଲି ଆପଣମାନଙ୍କୁ ଦେବା ଲାଗି ବାଧ୍ୟ। କିନ୍ତୁ ପାଚିଲା ଆମ୍ବ ନିହାତି ଦେବେ, ଫଳ ଚକଟା ଖାଇବା ପାଇଁ ଭଲ ଲାଗିବ। ଚାଲନ୍ତୁ ସବୁ ଫଳ ଗୁଡ଼ିକୁ କାଟି ଆଣିବା। ଫଳ ଚକଟା ପାଇଁ ସବୁ ଫଳ ଗୁଡ଼ିକୁ ଆମେ ପୁରା ଛୋଟ ଛୋଟ କରି କାଟିକି ଦେବା। ଖାଇବା ସମୟରେ ଭଲ ଲାଗିବ। ଫଳ ଛଡ଼ା ଏଠି ମୁଁ ନେଇଛି ଅଳ୍ପ ଛେନା। ପାଖାପାଖି ଅଧା ଲିଟର କ୍ଷୀରରୁ ମୁଁ ଛେନା ଛିଣ୍ଡେଇ ନେଇଥିଲି। ଅଳ୍ପ ଛେନା ଦେଲେ ଫଳ ଚକଟା ଖାଇବା ପାଇଁ ଭଲ ଲାଗିବ। ତା ସହିତ ମିଠା ପାଇଁ 3-4 ଚାମଚ ଗୁଡ଼। ଚାଲନ୍ତୁ ବନେଇବା ଷ୍ଟାର୍ଟ କରିବା। ଗୋଟେ ବଡ଼ ଜାଗା ନେବା, ହାତକୁ ଧୋଇ ପରିଷ୍କାର କରିବା। ତାପରେ 2-3ଟି କଦଳୀ ଦେବା। କଦଳୀ ସହିତ ନେଇଥିବା ଗୁଡ଼କୁ ଦେଇ ଭଲ ଭାବରେ ଚକଟିବା। ଆଜି ଯେତିକି ମୁଁ ଫଳ ଚକଟା ବନେଇବି 3-4 ଜଣ ଲୋକ ଖାଇପାରିବେ। ଆପଣଙ୍କ ଘରେ କେତେ ଲୋକ ଅଛନ୍ତି ସେହି ହିସାବରେ ଦେଖିକି ଆପଣ ସବୁ ଜିନିଷର ପରିମାଣ କମ୍ ବେଶୀ କରି ନେଇପାରିବେ। କଦଳୀ ଚକଟି ସାରିବା ପରେ ଗଜା ମୁଗ ଦେବା, ବତୁରେଇ ରଖିଥିବା ଶାଗୁକୁ ଦେବା, ଅଳ୍ପ କୋରା ନଡ଼ିଆ ଦେବା। ତାପରେ ସବୁ କଟା ଫଳ ଗୁଡ଼ିକୁ ଦେବା। ଅଳ୍ପ ବେଦନା ମଞ୍ଜି ରଖିବା। ପରେ ଆମେ ଗିନାକୁ ସଜେଇବା। ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଶାଗୁ ପଣା ନା ଶାଗୁ ମୁଗ ଫଳ ଚକଟା ପସନ୍ଦ ନିଶ୍ଚୟ ମୋତେ କମେଣ୍ଟସ୍ କରି ଜଣାଇବେ। ନେଇଥିବା ଛେନାକୁ ବି ଦେବା। ଫଳ ଚକଟାକୁ ଟିକେ ହେଲ୍ଦି କରିବା ପାଇଁ ଅଳ୍ପ ଡ୍ରାଇ ନଟ୍ସ ଦେବା। ଏଠି ମୁଁ ଅଳ୍ପ କାଜୁ, ଅଳ୍ପ କିସମିସ୍ ଦେଲି, ନଦେଲେ ବି ଚଳିବ। ତା ସହିତ ଭଲ ବାସ୍ନା ପାଇଁ ଅଳ୍ପ ଗୁଜୁରାତି ଗୋଲମରିଚ ଗୁଣ୍ଡ ଦେବା। ତାପରେ ସବୁ ଜିନିଷକୁ ଭଲ ଭାବରେ ଗୋଳେଇବା। ଗୋଳେଇ ସାରିବା ପରେ ଶାଗୁ ମୁଗ ଫଳ ଚକଟାର କନସିଷ୍ଟେନ୍ସି ଦେଖନ୍ତୁ ଏତିକି ବହଳିଆ ରଖିବେ। ଏତିକି ବହଳିଆ ରହିଲେ ଖାଇବା ପାଇଁ ଭଲ ଲାଗିବ। ଏବେ ଆମର ଫଳ ଚକଟା ପୁରା ରେଡ଼ି ହେଇଯାଇଛି। ଆପଣ ଚାହିଁଲେ ଏମିତି ଖାଇପାରିବେ। କିନ୍ତୁ ଫଳ ଚକଟାକୁ ଆଉ ଟିକେ ସୁଆଦିଆ କରିବା ପାଇଁ 3-4 ଚାମଚ ଆମେ ଫ୍ରେଶ୍ ଦହି ଦେବା। ଦହି ବେଶୀ ଖଟା ଦେବେ ନାହିଁ। ଅଳ୍ପ ଦହି ଦେଲେ ଫଳ ଚକଟା ଟିକେ ଖଟା ମିଠା ଲାଗିବ, ଖାଇବା ପାଇଁ ଭଲ ଲାଗିବ। ଯଦି ଆପଣମାନେ ଦହି ପସନ୍ଦ କରୁନଥିବେ କିମ୍ବା ଦହି ଦେବା ପାଇଁ ଚାହୁଁନଥିବେ ତାହେଲେ ଦହି ଦେବେ ନାହିଁ, ସେମିତି ବନେଇବେ। ଏବେ ଆମର ରେଡ଼ି ହେଇଗଲା ପୂଜା ବ୍ରତ ଉପବାସ ପାଇଁ ସବୁଠୁ ହେଲ୍ଦି ଟେଷ୍ଟି ଶାଗୁ ମୁଗ ଫଳ ଚକଟା। ଆସୁଥିବା ସାବିତ୍ରୀ ବ୍ରତରେ ବନାନ୍ତୁ। ଆଉ କେମିତି ଲାଗିଲା ନିହାତି ମୋତେ କମେଣ୍ଟସ୍ କରି ଜଣାଇବେ। ଆପଣଙ୍କ କମେଣ୍ଟସ୍ ଅପେକ୍ଷାରେ ରହିଲି। ପୁଣି ଦେଖା ହେବା ନୂଆ ରେସିପିରେ। ଧନ୍ୟବାଦ।